ଏ ଦୁନିଆରେ ଦୁଇଟି କଥା, ଗୋଟେ ହେଉଛି ସତ୍ ଆଉ ଗୋଟେ ହେଉଛି ଅସତ୍। ବା ଈଶ୍ୱର ସତ୍ୟ ଜଗତ ମିଥ୍ୟା, ବା ବ୍ରହ୍ମଂ ସତ୍ୟ ଜଗତ ମିଥ୍ୟା। ଗୋଟେ ସତ୍ ଗୋଟେ ଅସତ୍। ସେ କ'ଣ କହୁଥିଲେ? ସତ୍ ପାଇଁ ଜୀବନଯାପନ କରିବାକୁ କହୁଥିଲେ ନା ଅସତ୍ ପାଇଁ ଜୀବନଯାପନ କରିବା ପାଇଁ କହୁଥିଲେ? ସତରେ ଜୀବନଯାପନ କଲେ ମୋତେ କ'ଣ ମିଳିବ? ଅସତରେ ଜୀବନଯାପନ କଲେ ମୋତେ କ'ଣ ପ୍ରାପ୍ତି ହେବ? ସେ କହୁଥିଲେ ଆପଣ ଯାହା ଶୁଣୁଛନ୍ତି ବା ଯାହା କହୁଛନ୍ତି ତାକୁ ସମସ୍ତେ ଠିକ୍ ଭାବରେ ଶୁଣିପାରୁନାହାନ୍ତି। ଆମକୁ ସେତେବେଳେ ଆଶ୍ଚର୍ଯ୍ୟ ଲାଗୁଥିଲା। ଏତେ ପରିଶ୍ରମ କରି ଆମେ ସତ୍ସଙ୍ଗର ଆୟୋଜନ କରୁଛୁ, ତାର ମୂଳରେ ଗୋଟିଏ କାରଣ ଯଶ ସମ୍ମାନ ପ୍ରତିଷ୍ଠା ନାହିଁ। ତାର ମୂଳରେ ଗୋଟିଏ କାରଣ ହେଉଛି ସମସ୍ତଙ୍କ ଭିତରେ ଭଗବତ ଚେତନା ଜାଗ୍ରତ ହେଉ।